ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବେ। ବନ୍ଧୁଗଣ ଆପଣଙ୍କ ସମର୍ଥନରେ ମୋତେ ଏମିତି ଭିଡ଼ିଓ ବନାଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଏଠି ଦେଖିପାରୁଥିବେ ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଗାଇବା ତରଫରୁ ଆସିଯାଇଛି ଭ୍ୟାକେନ୍ସି, ପିଜିଡ଼ି ଭ୍ୟାକେନ୍ସି। ଆଟ୍ ପୋଷ୍ଟ ରହିଛି ଆପଣଙ୍କର ଗାଇବା, ବ୍ଲକ ରହିଛି ଆପଣଙ୍କର ଗୁମା, ଜିଲ୍ଲା ରହିଛି ଆପଣଙ୍କର ଗଜପତି। ପିନ୍ ନମ୍ବର ଏଠି ଦେଖିପାରୁଥିବେ, ତାଙ୍କର ଜିମେଲ୍ ଆଇଡ଼ି ରହିଛି 8/9/2025। ବନ୍ଧୁଗଣ ବନ୍ଧୁଗଣ ଏଇ ଭ୍ୟାକେନ୍ସିଟି ଆପଣଙ୍କର ଆସିଛି ହିଁ ଆଜି ସକାଳେ ବନ୍ଧୁଗଣ, କିନ୍ତୁ ଏଇଠି ବହୁତ ଲେଟ୍ରେ ବିଳମ୍ବରେ ସେମାନେ ଅପଲୋଡ଼ କରିଛନ୍ତି, ସେଥିପାଇଁ ବହୁତ ବିଳମ୍ବରେ ଭିଡ଼ିଓ ବନେଇବାକୁ ପଡ଼ୁଛି। ଯେତେବେଳେ ଆସିଲା ବନ୍ଧୁଗଣ ମୁଁ ସାଙ୍ଗେ ସାଙ୍ଗେ ଭିଡ଼ିଓ ବନେଇକି ଆପଣଙ୍କୁ ଜଣାଇ ଦେଇଛି। ବନ୍ଧୁଗଣ ଏଠି ଦେଖିପାରୁଥିବେ କେଉଁ କେଉଁ ପଦବୀ ଉପରେ ରହିଛି, ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ରହିଛି, ଏଇଠି ଦେଖିପାରୁଥିବେ ଓଡ଼ିଆ ରହିଛି ପିଜିଟି, ପିଜିଟି ଇଂଲିଶ, ପିଜିଟି ମ୍ୟାଥମେଟିକ୍ସ, ପିଜିଟି ଫିଜିକ୍ସ, ପିଜିଟି କେମିଷ୍ଟ୍ରି, ପିଜିଟି ବାୟୋଲୋଜି, ପିଜିଟି ବୋଟାନି, ପିଜିଟି ଆପଣଙ୍କର ରହିଛି ଜୁଲୋଜି। ଆଉ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଆପଣଙ୍କର ରହିଛି କେଉଁମାନେ ଏହାକୁ ଆବେଦନ କରିପାରିବେ। ଏଇଠି ଦେଖିପାରୁଥିବେ ଆପଣମାନେ ରିଟାୟାର୍ଡ଼ ଗଭର୍ଣ୍ଣମେଣ୍ଟ ନନ୍ ଗଭର୍ଣ୍ଣମେଣ୍ଟ ଲେକ୍ଚର୍ସ 65 ବର୍ଷରୁ କମ୍ ଥିଲେ ଆବେଦନ କରିପାରିବେ। ଆଉ ଆପଣମାନେ ଯଦି ଫ୍ରେଶ୍ କ୍ୟାଣ୍ଡିଡେଟ୍ ତାହେଲେ ବି ଆପଣ ଆବେଦନ କରିପାରିବେ। ଆଉ ବନ୍ଧୁଗଣ କ'ଣ କ'ଣ ଆପଣଙ୍କର ଡକ୍ୟୁମେଣ୍ଟ ଦରକାର, ଆପଣଙ୍କର ବନ୍ଧୁଗଣ ଡକ୍ୟୁମେଣ୍ଟ ଦରକାର, ଚାଲନ୍ତୁ ମୁଁ ଦେଖାଇ ଦେଉଛି। ଏଠି ଦେଖିପାରୁଥିବେ ଆପଣଙ୍କର ଦରକାର ହାଇସ୍କୁଲ, +2, ବ୍ୟାଚଲର ଡିଗ୍ରୀ, ମାଷ୍ଟର ଡିଗ୍ରୀ, ବିଇଡ଼ି ସାର୍ଟିଫିକେଟ୍, କମ୍ପ୍ୟୁଟର ନଲେଜ, ଅନୁଭବ ଏବଂ ଆଇଡି ପ୍ରୁଫ୍। ବନ୍ଧୁଗଣ ଆପଣଙ୍କ ପାଖରେ ଯଦି ଅନୁଭବ ନାହିଁ ତାହେଲେ କିଛି ଅସୁବିଧା ନାହିଁ। ଆଉ ବନ୍ଧୁଗଣ ଆପଣଙ୍କ ପାଖରେ କମ୍ପ୍ୟୁଟର ସାର୍ଟିଫିକେଟ୍ ନାହିଁ ତ ତାହେଲେ ବି କିଛି ଅସୁବିଧା ନାହିଁ, ଆବେଦନ କରିପାରିବେ ବନ୍ଧୁଗଣ। ଆଉ ବନ୍ଧୁଗଣ ଏଇଟା ରହିଲା ଆପଣଙ୍କର ସିଲେକ୍ସନ୍ ଚୟନ ପ୍ରକ୍ରିୟା। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା ଆବେଦନ କରିବାର ଶେଷ ତାରିଖ ଆଉ କେତେ ଟଙ୍କା ଆପଣଙ୍କୁ ଦରମା। ଏଇଠି ଦେଖିପାରୁଥିବେ ଆପଣଙ୍କୁ ଦରମା ଆପଣଙ୍କୁ ମିଳିବ 400 ଟଙ୍କା ପର କ୍ଲାସ୍ ପିଛା। ଆଉ 45 ମିନିଟ୍ ଆପଣଙ୍କର ଡ୍ୟୁରେସନ୍ ରହିବ। ମାସକୁ ଆପଣ 50ଟା କ୍ଲାସ୍ କରିପାରିବେ। ଆଉ ତାପରେ ଆପଣଙ୍କର ରହିଲା 20,000 ଟଙ୍କା ମାସକୁ ଦରମା କମେଇ ପାରିବେ ବନ୍ଧୁଗଣ ଆପଣମାନେ। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା ଆପଣଙ୍କର ବନ୍ଧୁଗଣ ଆପଣ ଯଦି ବିଇଡ଼ି କରିଛନ୍ତି ତାହେଲେ ବି ଆବେଦନ କରିପାରିବେ। ବନ୍ଧୁଗଣ ଆପଣ ଯଦି ବିଇଡ଼ି କରିନାହାନ୍ତି ତାହେଲେ ବି ଆବେଦନ କରିପାରିବେ। ବନ୍ଧୁଗଣ ଆପଣ ଯଦି ବିଇଡ଼ି କରିଛନ୍ତି ତାହେଲେ ବି ଆବେଦନ କରିପାରିବେ, ଆଉ ବିଇଡ଼ି ଯଦି କରିନାହାନ୍ତି ତାହେଲେ ବି ଆବେଦନ କରିପାରିବେ ବନ୍ଧୁଗଣ। ଆଉ ବନ୍ଧୁଗଣ ଆପଣ ପିଜିରେ 50% ମାର୍କ ରଖିଥିଲେ ହିଁ ଆବେଦନ କରିପାରିବେ, ତାଠୁ କମ୍ ରଖିଥିଲେ ଆବେଦନ କରିପାରିବେ ନାହିଁ। ବନ୍ଧୁଗଣ ଆବେଦନ କରିବାକୁ ଆପଣଙ୍କୁ ଡକ୍ୟୁମେଣ୍ଟ ଲାଗିବ ସବୁ ସାର୍ଟିଫିକେଟ୍ର ଜେରକ୍ସ କପି, ତା ସହିତ ଆପଣଙ୍କର 2ଟି ପାସପୋର୍ଟ ସାଇଜ ଫଟୋ ଆପଣଙ୍କର ଦରକାର। ତା ସହିତ ଆପଣଙ୍କର ସବୁ ସାର୍ଟିଫିକେଟ୍ରେ ଆପଣ କେଉଁଠି ପଢ଼ିଛନ୍ତି ତାର ଗୋଟେ ବାୟୋଡାଟା ପ୍ରସ୍ତୁତ କରିବେ, ଗୋଟେ ଫର୍ମାଟ୍ଟି। ସେ ଫର୍ମାଟ୍ ସହିତ ଆଉ ସବୁ ସାର୍ଟିଫିକେଟ୍ ଜେରକ୍ସ କପି ସହିତ ଆଉ ଫଟୋ କପି ସହିତ ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କୁ ପହଞ୍ଚିବାର ଅଛି ଏହି କଲେଜ ଆଡ୍ରେସରେ। ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଗାଇବା ଆଡ୍ରେସରେ ଆପଣଙ୍କ ଜିଲ୍ଲା ରହିଛି ଆପଣଙ୍କର ଗଜପତି। ଓଡ଼ିଶାର ସମସ୍ତ ଜିଲ୍ଲାର ପିଲାମାନେ ଆବେଦନ କରିପାରିବେ। ଆଉ ବନ୍ଧୁଗଣ ଦେଖିପାରୁଥିବେ ଆପଣଙ୍କର ଶେଷ ତାରିଖଟି ରହିଛି 15/9/2025। ଏହା ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଆଉ ଆପଣଙ୍କର ଡକ୍ୟୁମେଣ୍ଟ ସହିତ ଆପଣଙ୍କୁ ଯାଇକି ଆବେଦନ କରିବାକୁ ପଡ଼ିବ କଲେଜ ଭିଜିଟ୍ କରିକି। ଆଉ ବନ୍ଧୁଗଣ ଏଇଠି ଦେଖିପାରୁଥିବେ ଆପଣଙ୍କର 20/9/2025 ରହିଛି ଆପଣଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍। ମାନେ ଏହି ତାରିଖରେ ଆପଣଙ୍କର ଯଦି ଚୟନ ହେଉଛି ଆପଣଙ୍କୁ ଅରିଜିନାଲ୍ ସାର୍ଟିଫିକେଟ୍ ଆଣିକି ଦେଖେଇବାକୁ ପଡ଼ିବ, ତାପରେ ଆପଣଙ୍କର ଚାକିରିଟି ଆରମ୍ଭ ହେଇଯିବ। ଆଉ ବନ୍ଧୁଗଣ ଆପଣ ଯଦି କୌଣସି ବି ଚାକିରିର ପ୍ରିପାରେସନ୍ କରୁଛନ୍ତି, ପ୍ରସ୍ତୁତି କରୁଛନ୍ତି, ତାହେଲେ ବି ଆବେଦନ କରିପାରିବେ। ଚାଲନ୍ତୁ ବନ୍ଧୁଗଣ ଦେଖିବେ ଏହାର ପିଡିଏଫ୍ଟି କେଉଁଠି ପାଇଯିବେ। ଚାଲନ୍ତୁ ବନ୍ଧୁଗଣ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପ୍ର। ବନ୍ଧୁଗଣ ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପ୍ ରହିଛି। ବନ୍ଧୁଗଣ
ଏହି ଟେଲିଗ୍ରାମ ଗ୍ରୁପରେ ଆପଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର PDF ଗୁଡ଼ିକ ପ୍ରଥମେ ପାଇପାରିବେ। ଆଉ ବନ୍ଧୁଗଣ, ଯଦି ଆପଣ ଏହି ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନାହାନ୍ତି ତାହେଲେ ଜଏନ୍ ହେଇଯାଆନ୍ତୁ। ଆଉ ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଆପଣ ଲାଇକ୍ କରନ୍ତୁ, ତାହାର ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଯଦି ଆପଣଙ୍କର କିଛି ମତାମତ ରହିଛି ତାହେଲେ କମେଣ୍ଟ ସେକ୍ସନରେ ଆପଣଙ୍କର ମତାମତ ଦିଅନ୍ତୁ। ଆଉ ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ବନ୍ଧୁଗଣ। ଆଉ ଆପଣ ଏହି ଭିଡ଼ିଓ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଜୟ ଜଗନ୍ନାଥ।